ଆପଣଙ୍କୁ ଯଦି 21 ବର୍ଷ ହୋଇଗଲାଣି ତଥାପି ଆପଣ ସୁଭଦ୍ରା ଯୋଜନା ଆବେଦନ କରିପାରିବେ ନାହିଁ। ଆବେଦନ ପାଇଁ କେଉଁ କେଉଁ ସବୁ ଡକ୍ୟୁମେଣ୍ଟ ଆବଶ୍ୟକ? ପୂର୍ବରୁ ଯଦି ଆପଣ ସୁଭଦ୍ରା ଟଙ୍କା ପାଉଛନ୍ତି ଆପଣଙ୍କୁ କିଛି କରିବା ପାଇଁ ପଡ଼ିବ କି? ପୂର୍ବରୁ ରିଜେକ୍ଟ ଯଦି ହୋଇଛି ଆପଣଙ୍କ ଫର୍ମ ଆପଣଙ୍କୁ ବି କିଛି କରିବା ପାଇଁ ପଡ଼ିବ କି? ଏବଂ ଆବେଦନ କେଉଁଠାରେ ହେବ? ଏସବୁ ଜାଣିବା ପାଇଁକା ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ଆପଣ ଭିଡ଼ିଓଟି ଦେଖିବା ପାଇଁ କ୍ଲିକ୍ କରିଛନ୍ତି, ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଏହି ଭିଡ଼ିଓରେ ଆପଣ ସମସ୍ତ କଥା ଏ ଠାରୁ ଜେଡ୍ ପର୍ଯ୍ୟନ୍ତ ଆପଣ ସମସ୍ତ ତଥ୍ୟ ଏହି ଭିଡ଼ିଓରେ ଜାଣିପାରିବେ। ଭିଡ଼ିଓଟି ଦୟାକରି ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଚ୍ୟାନେଲଟିକୁ ନୂଆ କରି ଭିଜିଟ୍ କରିଥିଲେ ଏବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଅଧିକରୁ ଅଧିକ ସେୟାର କରନ୍ତୁ। ସୁଭଦ୍ରା ଯୋଜନାର ନୂତନ ଆବେଦନ 1 ନଭେମ୍ବର 2025 ଠାରୁ ଆରମ୍ଭ ହୋଇସାରିଛି। ଆପଣ ଭାବୁଛନ୍ତି ମୋତେ 21 ହୋଇଗଲା, ମୁଁ ଏବେ ଆବେଦନ କରିପାରିବି। ହେଲେ ଏବେ ବି ଆପଣ ଆବେଦନ କରିପାରିବେ ନାହିଁ। କାରଣଟି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓର ଶେଷରେ ମୁଁ କହିବି କ'ଣ ପାଇଁ ଆପଣ ଆବେଦନ କରିପାରିବେ ନାହିଁ। ଏବେ ଆସିବା ଆମେ ମେନ୍ ଟପିକ୍ ଉପରକୁ। ଯେହେତୁ ସୁଭଦ୍ରା ଯୋଜନାର 2.0 ଆବେଦନ ଆରମ୍ଭ ହୋଇସାରିଛି, ତ ଆପଣମାନେ ବି ମନରେ ବହୁତ କ୍ୱେଶ୍ଚିନ୍ ଥିବ। ତ ଏବେ ଗୋଟି ଗୋଟି କରି କ୍ୱେଶ୍ଚିନ୍ ସବୁ ଦୂର କରିବା। ପ୍ରଥମ ସମସ୍ତଙ୍କ ମନରେ ଏ କ୍ୱେଶ୍ଚିନ୍ ଉଠୁଥିବ ଯେ ମୋର ଫର୍ମ ରିଜେକ୍ଟ ହୋଇଛି, ନୂତନ ଆବେଦନ ହେଲାଣି, ମୁଁ ଚାହୁଁଛି ଆବେଦନ କରିବି। ଆପଣ ସମସ୍ତେ ଏଇ କଥାଟି ଭାବୁଥିବେ ଯେଉଁମାନଙ୍କର ରିଜେକ୍ଟ ହୋଇଛି, କିନ୍ତୁ ଉତ୍ତରଟିରେ ଆପଣ ଆବେଦନ କରିପାରିବେ ନାହିଁ। ଏ ଯେଉଁ ଆବେଦନ ଚାଲୁ ରହୁଛି, ଏ ଆବେଦନ କେବଳ ଯେଉଁମାନଙ୍କର ପ୍ରଥମେ ଯେବେ ଆବେଦନ ହେଲା ତାର ଶେଷ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିପାରିନଥିଲେ, ବଞ୍ଚିତ ହୋଇଥିଲେ, ସେମାନେ ଆବେଦନ କରିବେ ଏବଂ ଯେଉଁମାନଙ୍କୁ ନୂତନ ଭାବେ 21 ବର୍ଷ ହୋଇଗଲାଣି ସେମାନେ ମଧ୍ୟ ଆବେଦନ କରିପାରିବେ। ଯେଉଁମାନଙ୍କର ରିଜେକ୍ଟ ହୋଇଛି ସେମାନେ ଆବେଦନ କରିପାରିବେ ନାହିଁ। ଭଲସେ ଶୁଣି ରଖନ୍ତୁ, ଯେଉଁମାନଙ୍କର ରିଜେକ୍ଟ ହୋଇଛି ସେମାନେ ଆବେଦନ କରିପାରିବେ ନାହିଁ। ଯେହେତୁ ଆପଣଙ୍କ ଆଧାର ନମ୍ବର ଥରେ ଏଣ୍ଟ୍ରି ହୋଇଯାଇଛି ପୋର୍ଟାଲରେ, ଆଉ ଦ୍ୱିତୀୟ ଥର ଏଣ୍ଟ୍ରି ନେବ ନାହିଁ। ଆପଣ ଅଯଥା ସେଥିପାଇଁ ବ୍ୟସ୍ତ ହେବା କୌଣସି ଆବଶ୍ୟକ ନାହିଁ। ଆପଣ କେବଳ ଅଭିଯୋଗ କରିପାରିବେ ପୋର୍ଟାଲରେ। ଦ୍ୱିତୀୟ ନମ୍ବର ପଏଣ୍ଟରେ ଆମେ ଦେଖିବା, ଯେଉଁମାନେ ପୂର୍ବରୁ ଟଙ୍କା ପାଉଛନ୍ତି ସେମାନଙ୍କୁ ଏ ଯେଉଁ ନୂତନ ଆବେଦନରେ କିଛି କରିବା ପାଇଁ ପଡ଼ିବ କି? ସେମାନେ ଭାବୁଥିବେ ଆମକୁ କିଛି ଆବେଦନ କରିବା ପାଇଁ ପଡ଼ିବ, ନହେଲେ ଆମର ଫର୍ମଟି ରିଜେକ୍ଟ ହୋଇଯିବ କି ଆମର କିଛି କାମ ଅଛି। ଯେଉଁମାନେ ଟଙ୍କା ପାଉଛନ୍ତି ସେମାନଙ୍କ ପାଇଁକା ଏ ଯେଉଁ ଆବେଦନ ଚାଲୁଛି ସେମାନଙ୍କର କାମ କିଛି ଏଥିରେ ନାହିଁ। ସେମାନେ କିଛି ଆବେଦନ କରିବା ପାଇଁ ପଡ଼ିବନି କି କିଛି ବି ବୁଝିବା ଦରକାର ନାହିଁ। ତୃତୀୟଟି ଆସିଲା ମେନ୍ ଯେଉଁ ଟପିକ୍ଟା, ଯେଉଁମାନେ ନୂତନ ଆବେଦନ କରିବେ ବୋଲି ଭାବୁଛନ୍ତି 21 ହୋଇଗଲାଣି, ସେମାନେ ଭାବୁଥିବେ ଯେ ଡକ୍ୟୁମେଣ୍ଟ ସବୁ କ'ଣ ସବୁ ଆବଶ୍ୟକ ହେବ। ସେଇଟା ସ୍ୱାଭାବିକ କଥା, ସମସ୍ତଙ୍କ ମନରେ ବି ସେଇ କ୍ୱେଶ୍ଚିନ୍ ଥିବ ଯେ ମୁଁ ଆବେଦନ କରିବାକୁ ଯିବି, ଡକ୍ୟୁମେଣ୍ଟ କ'ଣ ନେଇକି ଯିବି। ଦେଖନ୍ତୁ, ଡକ୍ୟୁମେଣ୍ଟ ବିଶେଷ କିଛି ଡକ୍ୟୁମେଣ୍ଟ ନାହିଁ। ଆପଣଙ୍କ ଆଧାର କାର୍ଡ଼ ଜେରକ୍ସଟି ଏବଂ ଯଦି ବ୍ୟାଙ୍କ ଜେରକ୍ସ ଆଣିବେ ଆଣନ୍ତୁ, ନହେଲେ ନାହିଁ। ଆଧାର କାର୍ଡ଼ଟି, ମୋବାଇଲ ନମ୍ବରଟି ଏବଂ ସୁଭଦ୍ରା ଫର୍ମ। ସୁଭଦ୍ରା ଫର୍ମ ଜନସେବା କେନ୍ଦ୍ରରେ ମିଳିପାରେ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରରେ ବି ମିଳିପାରେ। ସେଟା ଆପଣ ବୁଝି ନିଅନ୍ତୁ ଜନସେବା କେନ୍ଦ୍ରରୁ। ଚତୁର୍ଥ ନମ୍ବର ପଏଣ୍ଟରେ ଆମେ ଦେଖିବା, ମୁଁ ଯେଉଁ କହିଥିଲି ଯେ 21 ବର୍ଷ ହେଲେ ଆପଣ ବି ଆବେଦନ କରିପାରିବେନି। ସେଟା ଆପଣଙ୍କ ମନରେ ଥିବ ପ୍ରଥମରୁ ଯେ 21 ବର୍ଷ ହେଲେ କ'ଣ ପାଇଁ ଆବେଦନ କରିପାରିବେନି। ଦେଖନ୍ତୁ, ଭଲସେ ଶୁଣି ରଖନ୍ତୁ। ଯଦି ଆପଣଙ୍କୁ 1 ଏପ୍ରିଲ 2025 ଭିତରେ 21 ବର୍ଷ ହୋଇଥିବ, ତାହେଲେ ଆପଣ ଫର୍ମ ଆବେଦନ କରିପାରିବେ। ଯଦି ଏପ୍ରିଲ ପରେ ବି ଏପ୍ରିଲ ମାସ ହେଉ କିମ୍ବା ଏପ୍ରିଲ, ମେ, ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ବି ହେଉ, ତା ଭିତରେ ଯଦି ଆପଣଙ୍କୁ 21 ବର୍ଷ ହୋଇଥିବ ତାହେଲେ ଆପଣ ଆବେଦନ କରିପାରିବେ ନାହିଁ। କାରଣ ତା ଅର୍ଥ ମୋଟାମୋଟି କହିବାକୁ ଗଲେ ଆପଣଙ୍କୁ 21 ବର୍ଷ 7 ମାସ ପାଖାପାଖି ହେଇଥିବ ଯଦି ଆପଣ ଆବେଦନ କରିପାରିବେ। ମନେ ରଖନ୍ତୁ, 21 ବର୍ଷ 7 ମାସ ଯଦି ହୋଇଥିବ ଆପଣ ଆବେଦନ କରିପାରିବେ, ନଚେତ ଆବେଦନ କରିପାରିବେ ନାହିଁ। କାରଣ ସିଏ କହିଲେ କ'ଣ ନା 1 ଏପ୍ରିଲ 2025 ସୁଦ୍ଧା ଆପଣଙ୍କୁ ହେଇଥିବା ଦରକାର। ତା ଅର୍ଥ ଏପ୍ରିଲ, ମେ, ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମଝିରେ ଯେଉଁ 6ରୁ 7 ମାସ ଗ୍ୟାପ୍ ରହିଲା, ଆପଣଙ୍କୁ ଯଦି ତା ଭିତରେ 21 ହେଇଥିବ ଆପଣ ଆବେଦନ କରିପାରିବେ ନାହିଁ। ଏବେ ଆପଣଙ୍କ ଡାଉଟ୍ କ୍ଲିୟର କରନ୍ତୁ, ନାହିଁ ତ ଆଜ୍ଞା କିଛି ବି କରିହେବ ନାହିଁ। ଯଦି ଆପଣଙ୍କୁ 1 ଏପ୍ରିଲ 2025 ଭିତରେ 21 ହୋଇଛି ଆପଣ ଆବେଦନ କରିପାରିବେ। ବହୁତ ମହିଳାଙ୍କୁ କିମ୍ବା ଝିଅଙ୍କୁ 21 ହୋଇଥିବ ତଥାପି ସେ ଆବେଦନ କରିପାରିବେ ନାହିଁ। ଓକେ, ଯିବା ନେକ୍ସଟ କ୍ୱେଶ୍ଚିନ୍ କି। ଆପଣ କେଉଁଠାରେ ଆବେଦନ କରିବେ? ନିଜ ମୋବାଇଲରେ କରିବେ, ନା ଅଙ୍ଗନୱାଡ଼ିରେ କରିବେ, ନା ଜନସେବା କେନ୍ଦ୍ରରେ କରିବେ, ନା କାହାକୁ ଦେବେ କରିବାକୁ, କେଉଁଠି କରିବେ? ଏହା କେବଳ ଜନସେବା କେନ୍ଦ୍ର, ଯେଉଁମାନଙ୍କର ସ୍ୱୀକୃତିପ୍ରାପ୍ତ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ର, ସେଇଠାରେ ହିଁ ଏସବୁ ଫର୍ମ ଆବେଦନ ହୋଇପାରିବ। ଯଦି ଆପଣଙ୍କ ଭିଡ଼ିଓରେ କାହାର କିଛି ଡାଉଟ୍ ରୁହେ ତାହେଲେ ଆପଣ କମେଣ୍ଟ କରନ୍ତୁ, ମୁଁ ତାର ରିପ୍ଲାଏ ଭିଡ଼ିଓର ମାଧ୍ୟମରେ ଦେବି। ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ଦେଖା ହେବା ନେକ୍ସଟ ଏକ ଭିଡ଼ିଓରେ।